ଶୀତୁଆ ସକାଳେ ଆଜି କଟକରେ ଦେଖିବାକୁ ମିଳିଛି ଭେଣ୍ଟେଜ କାରର ଜଲୁଆ। ଆପଣ ଦେଖୁଛନ୍ତି ବର୍ତ୍ତମାନ ଆମେ ଅଛୁ ବାଲିଯାତ୍ରା ପଡ଼ିଆରେ। ଏଇ ଯୋଉ ଭେଣ୍ଟେଜ ଗାଡ଼ି ଗୁଡ଼ିକ ଥୁଆ ହେଇଛି, ଆଜି ତାହାର ଗୋଟେ ଶୋ କରାଯାଇଛି। ତ କିଛି ଯୁବପିଢ଼ି ଏଇ ଯୋଉ ପୁରୁଣା ଗାଡ଼ି ଗୁଡ଼ିକୁ ନେଇ ଆଜି ସେମାନେ ରାସ୍ତାରେ ୟାକୁ ଗର୍ଜେଇଛନ୍ତି ବା ବୁଲିଛନ୍ତି। ତ କଣ ରହିଥିଲା ସେ ଉଦ୍ଦେଶ୍ୟ, କଣ ପାଇଁ ଆଜି ସେ ଏ କାରକୁ ଆଜି ଆଣିଲେ, ଯେହେତୁ ଗୋଟେ ବର୍ଷର ଶେଷ ହବାକୁ ଯାଉଛି, ଏହାରି ଭିତରେ ଗୋଟେ ଭେଣ୍ଟେଜ କାରର ଜଲୁଆ କଟକରେ ଦେଖିବାକୁ ମିଳିଛି। ଆପଣ ଦେଖୁଛନ୍ତି ପ୍ରତି ବୟସର ଲୋକ ଆଦରେ, ଖାଲି ଯୁବକ କଥା କହିବାନି, ସମସ୍ତେ ଆଦରେ ସାମିଲ ହେଇଛନ୍ତି। ଗାଡ଼ିକୁ ବିଭିନ୍ନ ଷ୍ଟାଇଲରେ ସଜେଇଛନ୍ତି ଏବଂ ଏଇ ଗାଡ଼ିକୁ ଧରି ସେମାନେ ଆଜି ରାସ୍ତାରେ ବୁଲିଛନ୍ତି। ଆମେ ତମାମ ତାଙ୍କ ସହିତ ଆଲୋଚନା କରିବା କଣ ଥିଲା ଆର ତ ଇଏ କଣ ପାଇଁ ୟାକୁ ଧରି ଆଜି ବୁଲିଲେ। ସାର୍ ଯଦି କହିବା, ଆଜି ଗୋଟେ ଶୀତୁଆ ସକାଳୁ ଆଜି ଗୋଟେ ଦେଖିବାକୁ ମିଳିଲା କଟକରେ ଏଇ ଭେଣ୍ଟେଜ ଗାଡ଼ି ଗୁଡ଼ିକ ବୁଲିବା, କଣ ହେଲା, ଆକୁ କଣ ପାଇଁ ଆଜି ପ୍ରଦର୍ଶିତ କଲେ? कटक माटी शौकीन माटी तो लोक पर्वपर्वाणी हो से बालीजात्रा हो कौन प्रकार माने पोशाक हो सुना गहना हो गाड़ी हो सबुथिरे आम कटकिया लोकंर शौकीन टा सदा थाए। आउ समस्त खुशी आम युव भाई मान सब एकाठी हेजु जेतिकी पुराणा गाड़ी जेतिकी गोटे आम निज निजर गोटे खुशी शौक रखीचु समस्त एकाठी हेलु निज भीतर गोटे बंधुता बढ़िला और लोक पाखे भी सही आम शौक परिचय दवाई आम चेष्टा करछु। ये केते पुराणा गाड़ी ये सब? कार 40 वर्ष कार 50 वर्ष कि 1970 मसीहा कार 50 मसीहा कार 80 मसीहा ए चली लाଗୁନି आगे ତ ଗାଡ଼ି ଯେମିତି ଲାଗୁଛି ଏବେ ନୂଆ ଆସିଲା ଭଳିଆ ଦେଖାଯାଉଛି। शौक बा कटक भाई माटी सेतिकी अच्छी शौक समस्तर से मन भीतर शौक पणियाटा अच्छी आउ सेमिति जीवित रखिछन पुणा जिनिस को। ଆଉ ଦେଖନ୍ତୁ ଯାହା ପ୍ରତିକ୍ରିୟା ଦଉଥିଲେ, ଯେହେତୁ ଗୋଟେ ସୌକିନର ତାଙ୍କର ମନୋବୃତ୍ତି ଥାଏ, ତ ଆଜି ସେଥିପାଇଁ ଗାଡ଼ି ଗୁଡ଼ିକୁ ସେମାନେ ନେଇ ବୁଲେଇଛନ୍ତି। ଆଉ ସାର୍ ଯଦି କହିବା, ଆମେ ବି ଦେଖୁଥିଲୁ ଆପଣ ବି ଗୋଟେ ଗାଡ଼ି ଧରିକି ଆସୁଥିଲେ, ତ କଣ ଏ ଗାଡ଼ି କେତେ ଦିନର ଆପଣଙ୍କ ପାଖରେ ଅଛି, ତାକୁ କେମିତି କଣ ମଡିଫାଇ କରି ରଖିଛନ୍ତି? ଆଜ୍ଞା ଦେଖନ୍ତୁ ଗାଡ଼ି ଆମ ପାଖରେ ଯେହେତୁ ପୁରୁଣା ଗାଡ଼ି ଆଗରୁ ଥିଲା, ଆମେ ତାକୁ ରଙ୍ଗ କରି ଯାହା 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 ଦରକାର ଇଞ୍ଜିନ ପାଇଁ ଯାହା ମେଣ୍ଟେନାନ୍ସ ଦରକାର ଆମେ ତ ସବୁ ପ୍ରକାର ସଜାଡ଼ିକିନା ଏଟା ରଖିଛୁ। ଆମର ଗୋଟିଏ ବାର୍ତ୍ତା ରହୁଛି, ଯେ କୌଣସି ଲୋକ ପାଖରେ ପୁରୁଣା ଗାଡ଼ି ଅଛି, ଖାଲି ଜିପ୍ ନୁହଁ, ବୁଲେଟ୍ RS100 ରାଜୁତ ସ୍କୁଟର ଯେକୌଣସି ଗାଡ଼ି ତାକୁ ଖତ ଗଦା କିମ୍ବା କବାଡ଼ିଆକୁ ନ ଦେଇ ଆପଣ ଓଲ୍ଡ ଇଜ୍ ଗୋଲ୍ଡ କଥାରେ ଅଛି, ସେଇ ଜିନିଷଟାକୁ ଆମେ ବ୍ୟାଖ୍ୟା କରିକି ସେ ଗାଡ଼ିଟାକୁ ସଜେଇକି ରଖିବା ପାଇଁ ଆମେ ଚେଷ୍ଟା କରୁଛୁ। ଆମ ଗ୍ରୁପର ବାର୍ତ୍ତା ହେଉଛି ସେଇଆ, ଲେଜେଣ୍ଡାରୀ ଭିଣ୍ଟେଜ ଅପରେଟର୍ସ ଗ୍ରୁପ ଓଡ଼ିଶାର ଓଡ଼ିଶାକୁ ଗୋଟେ ବାର୍ତ୍ତା ଦେବା ପାଇଁ ଚାହୁଁଛୁ। ଓଡ଼ିଶାର ଗୋଟେ ଭଲ ମାସ୍ ତିଆରି କରିବା ପାଇଁ ଚାହୁଁଛୁ, ପୁରୁଣା ଗାଡ଼ିକୁ କିଏ କେତେ ସଉକ କରିପାରୁଛି। ଆଉ ଯଦି କହିବା କିଛି ଯୁବପିଢ଼ିଙ୍କ ପାଖରେ ଯେତେବେଳେ ଗାଡ଼ି ରହିଥାଏ, ଆମେ ବିଭିନ୍ନ ସମୟ ଦେଖୁ ତାକୁ ରଫ୍ ଡ୍ରାଇଭିଂ କରନ୍ତି ସେମାନେ, ମାନେ ଯାହା ଦ୍ୱାରା ଅନେକ ଲୋକ ଯେତେବେଳେ ବାଟରେ ଯାଉଛନ୍ତି ସେମାନେ ବି ଏହାର ହଇରାଣ ହେଇଥାନ୍ତି। କିନ୍ତୁ ଆପଣ ମାନେ ଆମେ ଦେଖୁଥିଲୁ ପୁରା ସୁନ୍ଦର ସହିତ ଗାଡ଼ି ନଉଥିଲେ ଏବଂ ତାକୁ ଗୋଟେ ପ୍ରଦର୍ଶନ କଲେ, ତ କଣ ଯୁବପିଢ଼ିଙ୍କୁ ବାର୍ତ୍ତା ଦେବେ? ଯୁବପିଢ଼ି ମାନଙ୍କ ବାର୍ତ୍ତା ହେଉଛି ଓଲ୍ଡ ଇଜ୍ ଗୋଲ୍ଡ। ପୁରୁଣା ସ୍ମୃତି, ପୁରୁଣା ଆମର କଟକ ହେଉଛି 1000 ବର୍ଷର ସହର। ପୁରୁଣା ସ୍ମୃତି ବଞ୍ଚେଇ ରଖିବା ପାଇଁ ଆମର ଏହା ଏକ ପ୍ରୟାସ। ତ ଆଉ ଏ ଯୋଉ ପ୍ରଦର୍ଶନୀ ଏଟା ଆଜି ସରିଯିବ ନା ଆଗକୁ କେମିତି କରିବା ଯୋଜନା? ନାଇଁ ନାଇଁ, ଆମର ପ୍ରତି ବର୍ଷ ଅଗଷ୍ଟ 15 ଜାନୁଆରୀ 26 ଉତ୍କଳ ଦିବସ ଏବଂ ପ୍ରତି ବର୍ଷର ଶେଷ ରବିବାର ଆମେ ଏହାକୁ ପ୍ରଦର୍ଶନ କରୁ। ସବୁ ଭାଇ ମାନେ ଆମର ଏକ ଗ୍ରୁପ ବି ଅଛି, LVO ଏକ ଗ୍ରୁପ ଅଛି, ଯାହା ଫଳରେ ଆମେ ସମସ୍ତେ ଗୋଟାଏ ଦିନ ଏକାଠି ହଉ। ଆଉ ଦେଖନ୍ତୁ ଯାହା ଶୁଣୁଥିଲେ, ଯେହେତୁ ଗୋଟେ ଗାଡ଼ି ଚଲେଇବାକୁ କୌଣସି ଗୋଟେ ବୟସର କିଛି ଆବଶ୍ୟକ ନଥାଏ, ଆମେ କିଛି କଥା ହବା। ଆପଣ ଦେଖନ୍ତୁ ଏଇ ଗାଡ଼ି ଯୋଉ ରେଡ୍ କଲର ଗାଡ଼ିଟି ଅଛି, କେତେ ସୁନ୍ଦର ଭାବରେ ତାକୁ ସଜାଇ, ଯେହେତୁ ଅତି ପୁରୁଣା ଗାଡ଼ି, କିନ୍ତୁ ଜଣେ ମଉସା ବସିଛନ୍ତି, ସିଏ ବି ତାକୁ ଡ୍ରାଇଭିଂ କରୁଛନ୍ତି। ଆମେ ତାଙ୍କ ସାଙ୍ଗରେ ମଧ୍ୟ ଯାଇକି ଆଲୋଚନା କରିବା, ଯେହେତୁ ସିଏ ଗୋଟେ ଏତେ ସୁନ୍ଦର ଭାବରେ ଗାଡ଼ିକୁ ସଜା ଯାଇଛି, ତ ସିଏ କଣ ପାଇଁ ଏ ଗାଡ଼ି କେମିତି ଚଲାଉଛନ୍ତି, କେମିତି ଆକୁ ସୁନ୍ଦର ଭାବରେ ସଜେଇ ରଖିଛନ୍ତି, ଆମେ ତାଙ୍କ ସାଙ୍ଗରେ ଆଲୋଚନା କରିବା। ମଉସା, ଆମେ ଦେଖୁଛୁ ଏତେ ସୁନ୍ଦର ଗାଡ଼ି, କିନ୍ତୁ ଆପଣ ତାକୁ ଚଲାଉଛନ୍ତି, ଇଏ କେବେର ଗାଡ଼ି, କେବେଠୁ ଚଲେଇଲେଣି? जय जगन्नाथ। ये आज्ञा बहुत पुराना गाड़ी मो सान भाई माने किनिचंती। ये बहुत माने कटकर गोटे स्वाभिमान गोटे मान पिला माने से शौक रे चलाउछन। मते टिके प्रेम रे नहीं आसती मुनु भाई गुआझिया चा पियंती, माइंड फ्रेश करती। नई कूल स्टाडियम को आसी फटो फटो उठे लोक नजर को आसती। आउ से जमानार गाड़ी चला और ए जमानार गाड़ी चला केम देखुछन? नहीं अबिका तो यंग मैन माने सब रफ ड्राइविंग करुँच। आमर सब यंग मैन हेले भी सचेतन सहित काम करती, भल काम करती। ये सब गाड़ी चलैकिना बहुत भल भल ना कमई, रेकर्ड कमई। आज ब्रज भाई भी अच्छा बुझे आज्ञा, मेन लोक आ सी भी गाइड करना चलाती। आउ आमे देखिछे अनेक जेतेबेले गाड़ीटे पुराना हो जाए, लोक माने गाड़ी को चेंज करी नुआ गाड़ी आनती, किंतु आमे देखु जेते पुराना गाड़ी आपण ताकू एते सुंदर भाबे सजै दैछंती जे जेमती ये नुआ गाड़ी भलिया लागुची। ये सेम शौक आज्ञा, पैसा उपर खर्च होकर शौक। अबिका नुआ बुलेट पड़े 2 लाख, यहीटा आम 2 लाख 3 लाख खर्च कर न्यूज होगा। आठ लोक भी अनौन कटक झील पुओ भल मंद कलेज सामने गले लेडीज मैंने भी अनौन भारी खुशी होती। अरे देखा रे देखा रे देखा गाड़ी केते जाऊँगी,
आमको टिके खुशी लगे और पिलाने खुशी हेले आउ देखो जहाँ प्रतिक्रिया देते जेहेतु ये एते सुंदर गाड़ी रही जो पुराना गाड़ी गुड़िक रही लोक मैंने विक्रय कर देती किंतु वार्ता रोचे से गाड़ी को रखु सुंदर भाव सजातु एवं ये गोटे स्मृति हिसाब से रहा आज से प्रदर्शित कर कटक रे एवं कटक जो लोक मैंने अच्छा से वार्ता देती कि जो मैंने भी ये गाड़ी रखिंट सुंदर भाव सजई रखु और व्यवहार करूँ आ जो मैंने अफ ड्राइविंग कर अनुरोध कर गोटे गाड़ी जो माने भी चलाउछन्ति शांति श्रृंखला सहित गाड़ी को चलांतु जहाँ जहाँ तार नियम रही नियम को मानतु एवं सड़क सुरक्षा को ऊपर सबले सचेतन है ध्यान दियंतु। कटक रु जितेंद्र प्रसाद एमबीसी टीवी।